ଜୟ ଜଗନ୍ନାଥ। ପିଲାମାନେ, ମୁଁ ତୁମକୁ ଆଜି ତୃତୀୟ ଶ୍ରେଣୀର ଛୋଟିଆ ପଦ୍ୟଟେ ପଢ଼ଉଛି ମଧୁବାବୁଙ୍କ ବିଷୟରେ। ଉତ୍କଳ ଗୌରବ ମଧୁବାବୁଙ୍କ ବିଷୟରେ ତାଙ୍କର ପିଲାଦିନର କଥା ଆମର ଲେଖାଯାଇଛି। ସେଇଗୁଡ଼ାକ ମୁଁ ସ୍ୱର ଦେଇକି ପଢ଼ୁଛି, ତୁମମାନେ ଶୁଣ। ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ, ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ତାହାର ସରି କିଏ, ଛାଡ଼ି ଯାଇଥିଲା ଦିନେ ଝଡ଼ି, ବାହାରିଲା ସିଏ ପାଠ ପଢ଼ି, ବାଟେ ଯାଉ ଯାଉ ଖସିଗଲା ଗୋଡ଼, ମୁହଁ ମାଡ଼ି ତଳେ ଗଲା ପଡ଼ି, ଗୁରୁଜୀ ଦେଖିଲେ ଦେହ ତାର, ପାଣି କାଦୁଅରେ ସର ସର, ତିଳେ କେତିକି ଖାତର ନ କରି, ଆସିଅଛି ହୋଇ ତରବର, ପଚାରିଲେ ଗୁରୁ ଏକି ହେଲା, ଏତେ ସରି ତୋତେ କିଏ କଲା, ପିଲାଟି କହିଲା ବେଗେ ଆସୁ ଆସୁ, କାଦୁଅରେ ଗୋଡ଼ ଖସିଗଲା, ହେଲା ଦଶହରା ଛୁଟି ବେଳ, ସାଥୀ ପିଲା ଡାକି କଲା ମେଳ, ବାଲି ଗୋଡ଼ି ମାଟି ପକାଇ ସଭିଏ, ଗାଁ ଦାଣ୍ଡ କଲେ ସମତୁଲ, ଏହା ଦେଖି ଲୋକ ହେଲେ କାବା, ଡକାଇଲେ ଗୁରୁ ଚାଟ ସଭା, କହିଲେ ଏଭଳି ଭଲ କାମ କଲେ, ଦୁନିଆରେ ଦିନେ ବଡ଼ ହବା। ବଡ଼ ହେଲା ଦିନେ ସେହି ପିଲା, ମଧୁ ବାରିଷ୍ଟର ବୋଲାଇଲା, ଦେଶ ପାଇଁ କେତେ କାମ କରି ସିଏ, କାଳ କାଳ ଯଶ ରଖିଗଲା, କହିଲା ଜାତିରେ କାନେ କାନେ, ଉଠିବୁ ଆଉ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ମହିମା, ପଡ଼ୁନାହୁଁ କିରେ ତୋର ମନେ, ତେଜ ଭରା ତାର ବୀର ବାଣୀ, ନବଜାଗରଣ ଦେଲା ଆଣି, ନୂଆ ଜୀବନର ଆଲୋକ ଦେଖାଇ, କୋଟି ଜନ ମନ ନେଲା ଜାଣି। ଯେ ଆମର ଉତ୍ତର ଗୌରବ ମଧୁସୂଦନ ଦାସଙ୍କ ବିଷୟରେ। ସିଏ ପ୍ରଥମ ହେଇଥିଲେ ଆମର ମଧୁ ବାରିଷ୍ଟର। ଉତ୍କଳ ଟ୍ୟାନେରୀ ନାମରେ ଗୋଟିଏ କରିଥିଲେ ଜୋତା କାରଖାନା କଟକରେ, ହେଲା। ସେ ଆମର ପ୍ରଥମ ଉତ୍କଳ ଗୌରବ, ସେଇ ତାଙ୍କ ନାଁ କୁହାଯାଇଛି, ହେଲା।